ଆରିସା ପିଠା ମାନେ ଓଡ଼ିଆ ମାଟିର ସ୍ୱାଦ, ଘରର ସ୍ନେହ, ପରମ୍ପରା ଓ ସୁନ୍ଦର ସ୍ମୃତି। ପିଠାର ପ୍ରତ୍ୟେକଟି କାମୁଡ଼ାରେ ଲୁଚି ରହିଛି ଆମ ଓଡ଼ିଆର ଗର୍ବ। ଓଡ଼ିଆ ଘରର ପରମ୍ପରା ଆଉ ପିଠାପଣା କଥା ଆସିଲେ ଆରିସା ପିଠାର ସ୍ୱାଦ ହିଁ ଅଲଗା। ଚାଉଳ, ଗୁଡ଼ ଆଉ ଭଲ ପାଇବାରେ ତିଆରି ହୁଏ ଏହି ପିଠା। ଓଡ଼ିଆ ଖାଦ୍ୟ ପରମ୍ପରାର ଏହା ଏକ ସୁନ୍ଦର ପରିଚୟ। ପ୍ରଥମେ ସକାଳୁ ଚାଉଳକୁ ଭିଜାଇ ଭଲ ଭାବରେ ପ୍ରସ୍ତୁତ କରିବା ଓ ତାପରେ ଗୁଡ଼ର ପାକ ତିଆରି କରି ଚାଉଳ ସହିତ ମିଶାଇବା। ମିଶ୍ରଣଟିକୁ ଠିକ୍ ଭାବରେ ରଖି ହାତରେ ଗୋଲ ଗୋଲ ଆକାର ଦେଇ ଗରମ ତେଲରେ ଛାଡ଼ିବା। ଆଉ ଧୀରେ ଧୀରେ ସୁନେଲି ରଙ୍ଗରେ ଭାଜି ହେଇଯାଏ ଆମର ସୁଆଦିଆ ଆରିସା ପିଠା। ଆରିସା ପିଠାର ଗନ୍ଧ ଆସିଲେ ମନେ ପଡ଼ିଯାଏ ଘରର ସେଇ ପୁରୁଣା ଦିନ, ମା ଓ ଜେଜେମାଙ୍କ ହାତର ସ୍ୱାଦ ଆଉ ଆମ ପରିବାର ସହ ବସି ଖାଇବାର ସେ ସୁନ୍ଦର ସମୟ। ଏ ପିଠାରେ କେବଳ ଗୁଡ଼ର ମିଠାସ ନୁହେଁ, ମିଶିଥାଏ ଓଡ଼ିଆ ମାଟିର ସ୍ନେହ ଓ ପରମ୍ପରା। ସମୟ ବଦଳିଛି ଆଜ୍ଞା, ଖାଦ୍ୟର ରୁଚି ବଦଳିଛି, କିନ୍ତୁ ଆରିସା ପିଠାର ସ୍ୱାଦ ଆଜି ବି ସେଇ ପୁରୁଣା ଓଡ଼ିଆ ଘରର ସ୍ମୃତିକୁ ଜୀବନ୍ତ କରିଦିଏ। ଆରିସା ପିଠା କାହାକୁ କାହାକୁ ଭଲ ଲାଗେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ। ରହିଲି, ଜୟ ଜଗନ୍ନାଥ, ଜୟ ଓଡ଼ିଶା।